ଗୋପୀଗଣ ଶୁଣିଲେ କୃଷ୍ଣ ବଳରାମଙ୍କୁ ମଥୁରା ଘେନି ଯିବାକୁ କଂସଦୂତ ଅକ୍ରୂର ଆସିଛି। ମଥୁରା ଯାତ୍ରାର ଆୟୋଜନ ଚାଲିଛି। ସେମାନେ ଭାବି ବିରହ ଆଶଙ୍କାରେ ଦୁଃଖିତ ହୋଇଛନ୍ତି। ଭୀତା ଆଉ ଅଶ୍ରୁମୁଖୀ ହୋଇ ନିଜ ନିଜ ଗୃହରୁ ଆସି ସ୍ଥାନେ ସ୍ଥାନେ ଦଳବଦ୍ଧ ହୋଇ ବିଳାପ କରିଛନ୍ତି। ମଥୁରା ନାରୀଙ୍କ ସମ୍ଭାବ୍ୟ ସୌଭାଗ୍ୟର କଥା ଭାବି ଈର୍ଷା ପ୍ରକାଶ କରିଛନ୍ତି। କୃଷ୍ଣ ମଥୁରା ଗଲେ କେମିତି ବଞ୍ଚିବେ ତାହା ଚିନ୍ତି ମୁଣ୍ଡ କୋଡ଼ିଛନ୍ତି। ନ ଯିବାକୁ କୃଷ୍ଣଙ୍କୁ ଅନୁରୋଧ ଜଣାଇଛନ୍ତି। ସୁକବାଚ ଲାଜ ଛାଡ଼ିଲେ ଗୋପ ଦାଣ୍ଡେ ତାଡ଼ନ୍ତି ବେନି କର ମୁଣ୍ଡେ ରୋଦନ ଶୁଣି ଗୋପୀ ଜନେ ଅକ୍ରୂର କୋପ କଲା ମନେ ବୋଲଇ ନନ୍ଦ ମୁଖ ଚାହିଁଲେ ଉଠି ଯିବି ଆଜ ମୁହିଁ ବଳେ ପାରି ବୁଟିକି ରହି ଗୋପୀ ହେଉଛନ୍ତି ବାଇ କହନ୍ତି ଆନୁ ଆନ କରି ରୁଣ୍ଡ ହୋଇଣ ସର୍ବନାରୀ ଜାଣୁନା କଂସର ମହିମା ଗୋପନଗରେ ଯେତେ ବାମା କ୍ଷଣକେ କରିବ ନିପାତ କିସ କରିବେ ବଳବନ୍ତ ଏହାଙ୍କୁ କରି ନିବାରଣ ବେଗେଣ ଚଳ ମଧୁବନ ଲେଉଟି ଗଲେ ଆଜ ମୁହିଁ ଗୋପେ ପାରି ବୁଟିକି ରହି ରାମ ଗୋବିନ୍ଦ ମତେ ଦେଇ ନ ଯାଇ ପଛେ ଥାଅ ତୁହି ଯଶୋଦା ଅକ୍ରୂରକୁ ଚାହିଁ କାନ୍ଦଇ କୃଷ୍ଣ କୋଳେ ଲଇଁ ରୋହିଣୀ ଘେନି ହଳଧରେ ରୋଦନ କଲେ ଉଚ୍ଚସ୍ୱରେ ବଜ୍ର ପଡ଼ିଲା ଶିରେ ଜାଣି କାନ୍ଦନ୍ତି ଯଶୋଦା ରୋହିଣୀ ଦୈବ କଲୁ ବିପରୀତ କାହାକୁ ସମର୍ପିବୁ ସୁତ ଜୀବନ ଥିବ ଆମ୍ଭ କାହିଁ ମାରିବୁ ପୁତ୍ରକୁ ନ ପାଇ ଯଶୋଦା କୃଷ୍ଣ ମୁଖ ଚାହିଁ କାନ୍ଦଇ ମୁଖେ ଚୁମ୍ବ ଦେଇ ତୁ କୃଷ୍ଣ ଗଲେ ମଧୁପୁରୀ ଜୀବନ ନ ପାରିବି ଧରି ଗୋରୁ ଚରାଉ ଯେତେବେଳେ କାନନେ ଗୋପ ସୁତ ମିଳେ ଦଣ୍ଡେ ମୁନ ଦେଖିଲେ ତୋତେ ନିମିଷ ହୁଏ ଯୁଗ ସତେ ଏବେ ତୁ ମଧୁପୁର ଗଲେ ପୁଣି ଯିବଇ ତୋର ତୁରେ ପୁଣି ରାମକୁ କୋଳ କରି ଶୋକେ ବୋଲଇ ନନ୍ଦ ନାରୀ ତୁ ରାମ ବଳେ ବଳିଆର କୃଷ୍ଣ ମନୁ ହୋଇ ଚତୁର ସଙ୍ଗ ତୁ ନ ଛାଡ଼ିବୁ ଦଣ୍ଡେ ଗହଳ ମଥୁରାର ଦଣ୍ଡେ ହେମନ୍ତ କହି ନନ୍ଦ ନାରୀ ବେନି ଲୋଚନ ବହେ ବାରି ଅକ୍ରୂର କୋପେ ପରଜ୍ୱଳି ରୋଷେ ନନ୍ଦକୁ ଦେଲା ଗାଳି କୃଷ୍ଣ ସାରିଲେ ନିତ୍ୟ କର୍ମ ସଜ ହୋଇଲେ ବଳରାମ ଗୋପୀଙ୍କ ରୋଦନ ଚହଳ ଗୋପରେ ଶୁଭୁ ଅଛି ଗୋଳ ପ୍ରଳୟ ସିନ୍ଧୁ ପ୍ରାୟ ମଣି ବୋଲନ୍ତି ରାମ ଚକ୍ର ପାଣି ଗୋପାଳେ ହୁଅ ଆଗୁ ସାର ଗୋରସ ସକଟ ସମ୍ଭାର ଅକ୍ରୂର ନିତ୍ୟ କର୍ମ ସାରି ରଥେ ତୋଳିଲା ରାମ ହରି ମଙ୍ଗଳ ବାଦ୍ୟ ଗୀତ ଧ୍ୱନି ଆନନ୍ଦେ ଉଛୁଳେ ମେଦିନୀ ଆକାଶେ ଥାଇ ଦେବ ଲୋକେ କୁସୁମ ବରସନ୍ତି ଥୋକେ ଗୋପୀଏ ଓଗାଳନ୍ତି ରଥ କାହିଁକି ଯିବ ଗୋପୀନାଥ ଆମ୍ଭ ଜୀବନ ହସ୍ତେ ଘେନି ମଥୁରା ଯାଅ ଭାଇ ବେନି ଏଡ଼େ ନିର୍ଦ୍ଦୟ ତୋର ହିଆ ଆମ୍ଭରେ ଛାଡ଼ିଲୁ ତୁ ଦୟା ଯେବେ ଅକ୍ରୂର ତୋତେ ଧରି ନେଉଛି ମଥୁରା ନଗରୀ ଆମ୍ଭେ ସକଳେ ତୋର ସଙ୍ଗେ ଯିବୁ ତୋ ରଥ ଲାଗେ ଲାଗେ କଂସର ମୁଖେ ତୋତେ ଦେଇ ଘରେ ରହିବୁ କିସ ପାଇଁ ଶୁଣି ବୋଲନ୍ତି ଦାମୋଦର କୋମଳ ବଚନ ଗଭୀର ଶୁଣ ଗୋ ସଖୀ ଜନେ ମୋ
ବର ରାଜାର ଆକଟ ଅପାର। ଦେଖ ଆମ୍ଭଙ୍କୁ ରଥେ ଭରି ଅକ୍ରୁର ନେଉଅଛି ଧରି। ଧନୁ ଉତ୍ସବ ରଙ୍ଗ ସଭା ଆମ୍ଭେ ଗୋ ନୟନେ ଦେଖିବା। ରାଜା ହୋଇବ ବଡ଼ ତୋଷ ଆମ୍ଭଙ୍କୁ ଦେବ ଗ୍ରାମ ଦେଶ। ତୁମ୍ଭେ ଗୋ ଯାଅ ଯେ ଯାହା ଘରେ ମନ ନିବେଶି ମୋ ପୟରେ। ଅକ୍ରୁର ଶୁଣି କୋପ ଭରେ ରଥ ବାହିଲା ଧାତିକାରେ। ଗୋପୀଏ ଛାଡ଼ନ୍ତି ଓ ବାଳି ବାଲିରେ ନ ପାରନ୍ତି ଚାଲି। ଆହା ଗୋବିନ୍ଦ ନନ୍ଦ ସୁତ ବୋଲି ହୋଇଲେ ମୂରୁଛିତ। କଦଳୀ ଜେହ୍ନେ ବାତ ଘାତେ ପଡ଼ିଲେ ଗୋପ ବାଳି ପଥେ। ପଡ଼ିଣ ଗୋପୀ ଅଣାୟତେ ଅଜ୍ଞାନ ମୋହ ରାଜପଥେ। ଗୋପୀ ବିକଳ କୃଷ୍ଣ ଚାହିଁ ଗୋପାଳ ପୁଅଙ୍କୁ ସେରାଇ। ଶ୍ରୀଦାମ ନାମେ ଗୋପ ବାଳ ତାରେ ବିଶ୍ୱାସ ନନ୍ଦ ବାଳ। ତାହାକୁ ନିକଟେ ଅଣାଇ କହନ୍ତି ବିଶ୍ୱାସ କରାଇ। ଗୋପୀଙ୍କୁ କହ ତୁ ବହନେ ଆମ୍ଭେ ଆସିବୁ ଚାରି ଦିନେ। ଧନୁ ଉତ୍ସବ ମୁଁ ଦେଖିବି ରାଜାର ମନକୁ ତୋଷିବି। ମଥୁରା ନ ରହିବି ଦଣ୍ଡେ ତୁମ୍ଭେ ଗୋ ଜଗିଥିବ ଦାଣ୍ଡେ। ମୋତେ ଦେଖିବ ରାତ୍ର ମାନେ ନନ୍ଦ ମନ୍ଦିରେ ଚାରି ଦିନେ। ମୋହର ସତ୍ୟ ଏ ବଚନ ଏଥକୁ ସାକ୍ଷୀ ନିରଞ୍ଜନ। ଆବର କହିବୁ ତୁ ଯାହା କହି ଶୁଣ ତୋରେ ତାହା। ମୁଁ ଯେ ଭକତ ଭାବେ ବାଇ ଭାବ ନିକଟେ ନିତ୍ୟ ଥାଇ। ଶରଦ ରାସ କାଳେ ଯାହା ହୋଇଲେ ଯେତେକ ଉତ୍ସାହ। ତାହାଙ୍କ ଭକ୍ତି ଭାବ ଘେନି ରମିଲି ସକଳ କାମିନୀ। ସେ ମୋର ଦେହର ଜୀବନ ଚକ୍ଷୁ ପିତୁଳି ନିରଞ୍ଜନ। ଜୀବନ ଛାଡ଼ି ଯାଉଅଛି ମୃତ୍ୟୁପିଣ୍ଡକୁ କେହୁ ଗଛି। କେବଳ ରାଜକାର୍ଯ୍ୟ ସାରି ତହିଁ ରହିବୁ ଦିନ ଚାରି। ଏ କଥା ଗୋପୀଙ୍କି କହିବୁ ଘରକୁ ପଠିଆଇ ଦେବୁ। ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ଶ୍ରୀଦାମ ଗଲା ବେଗ ହୋଇ। କହିଲା ଗୋପୀଙ୍କ ଆଗର ବୋଇଲା ଯାଅ ଯେ ଯା ଘର। ଶୁଣି ଗଲା